ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଫେବୃଆରୀ 20 ଦିନଟିର ପ୍ରଧାନ ଚିନ୍ତା। ସେହି ଅଦୃଶ୍ୟ ଭଗବତ ସତ୍ତାର ଏପରି ଶକ୍ତି ଯେ ତାହାର ସଂସ୍ପର୍ଶରେ ସକଳ ଅମଙ୍ଗଳ ପରାଭୂତ ହୁଏ। ସ୍ମରଣୀୟ ପଂକ୍ତି। ତବ ଆଶୀର୍ବାଦ ରହିଅଛି ବ୍ୟାପୀ ଚିତ୍ତ ମନ୍ଦିରେ ମୋର, ସରସ ହୋଇଛି ମୋର ନିଦ୍ରିତ ପ୍ରାଣ, ମନ ନିଶ୍ୱାସେ ତାର ସୁବାସ। ହୃଦୟ ମୋର ପୂତ ଆଜି ଆନନ୍ଦେ ବିଭୋର, ବଢ଼ାଇଲା ଭକ୍ତି ଭରେ ଦୁଇ ବାହୁ ତାର ତବ ଚରଣ ପାଶେ। ଯେଉଁଠି ରହିଛ ତୁମେ ଆନନ୍ଦ ସେଠାରେ, ସଦା ଶାନ୍ତି ବିରାଜିତ କରେ ସେହି ସ୍ଥଳେ। ନୀତି ଉପଦେଶ। ଆମେ ଯଦି ତାଙ୍କ ସଙ୍ଗରେ ଏକ ତାନେ ନିଜକୁ ମିଳାଇ ଚାଲୁ, ତେବେ କୌଣସି ବାଧା ବିପତ୍ତି ଆମର ପଥ ରୁଦ୍ଧ କରିପାରିବ ନାହିଁ। ସେହି ଶକ୍ତିର ସମ୍ମୁଖରେ କୌଣସି ବାଧା ମଥା ଟେକି ରହିପାରିବ ନାହିଁ। ଯେପରି ଅନ୍ଧକାର ଘର ଭିତରକୁ ଆଲୋକ ଆସିଲେ ଅନ୍ଧକାର ପଳାଏ, ସେହିପରି ଆମେ ଯେତେବେଳେ ସତ୍ୟର ଆଲୋକ ଆମର ଅନ୍ତ ଜୀବନ ମଧ୍ୟକୁ ଆଣୁ, କୌଣସି କଳୁଷତା ବା ଦୁଃଖ ସେଠାରେ ରହିପାରେ ନାହିଁ। ଆମେ ମୃତ୍ୟୁଞ୍ଜୟ ହେଉ। ପ୍ରାର୍ଥନା। ଯିଏ ମୋର ଜୀବନରେ ଏତେ ଆଶୀର୍ବାଦ ବର୍ଷଣ କରିଛନ୍ତି, ସେ ଯେପରି ମୋ ମଧ୍ୟରେ ତାଙ୍କ ପୁଣ୍ୟ ଆବିର୍ଭାବର ଅନୁଭୂତି ଜାଗ୍ରତ କରନ୍ତି, ମୁଁ ଯେପରି ତାହାଙ୍କ ନିକଟରେ ସରଳ ଭାବରେ ମୋର ହୃଦୟ ଦ୍ୱାର ଖୋଲି ଦେଇପାରିବି, ନିସ୍ୱାର୍ଥ ଚିତ୍ତରେ ଯେପରି ମୁଁ ମୋର ଉଚ୍ଚ ଆକାଂକ୍ଷାକୁ ସେହି ଦିଗରେ ତୋଳି ଧରିବି, ତାହାଙ୍କ ଶାନ୍ତି ଯେପରି ଏ ହୃଦୟରେ ସ୍ଥାନ ଲାଭ କରେ, ଏହା ହିଁ ମୋର ପ୍ରାର୍ଥନା।